କାହିଁକି ରାଜନୈତିକ ଚର୍ଚ୍ଚା ଦୌଡ଼ ଧରିଛି ମୁଁ ଭାବୁନି ଏଇଟା ଗୋଟେ ବହି। ଏ ବହି ତାର ପ୍ରଥମ ନବୀନ ପଟ୍ଟନାୟକଙ୍କ ଉପରେ ଏଇ ବହିଟି ସେ 2017-18 ଲେଖିଥିଲେ। এইটা ଗୋଟେ ରିଭାଇଜ୍ଡ ଏଡିସନ। ଏଇ 6 ବର୍ଷ ଭିତରେ କେବଳ ଗୋଟିଏ ଫ୍ୟାକ୍ଟର ଯାହା ଇମର୍ଜ କରିଛି ଓଡିଶାରେ, ସେଇଟା ହଉଛି ପାଣ୍ଡିଆନ ଫ୍ୟାକ୍ଟର। ପାଣ୍ଡିଆନ ଆଗରୁ ଥିଲା, କିନ୍ତୁ ପାଣ୍ଡିଆନ ବିକମିଂ ଏ ସୁପର ବସ୍ ଆଣ୍ଡ ସୁପର ମାଷ୍ଟର, ସୁପର ଚିଫ ମିନିଷ୍ଟର, କଣ୍ଟ୍ରୋଲିଂ ବୋଥ ଦି ପାର୍ଟି ଆଣ୍ଡ ଦି ଗଭର୍ଣ୍ଣମେଣ୍ଟ, ଏଗୁଟା ନୂଆ ଫେନୋମେନା। ସେଇ ଚାପ୍ଟର ଗୁଡା ସେ ଆଡ କରିଛନ୍ତି। ଏଟାକୁ ବଡ ଧରଣ କାହିଁ କରୁଛନ୍ତି? ବହିରେ ସେ ଯୋଉଟା ଲେଖିଛନ୍ତି, ସେ ଦେଖନ୍ତୁ ସେ ଗୋଟେ ଅବଜେକ୍ଟିଭ ଜର୍ଣ୍ଣାଲିଷ୍ଟ। ସେ ନବୀନ ପଟ୍ଟନାୟକ ବିଷୟରେ ଯୋଉ ବହି ଲେଖିଥିଲେ, ସେତେବେଳେ ତ ସେ ବହି କଣ ସବୁ ପଢି ନଥିଲେ? ତାପରେ କୌଣସି ପ୍ରତିକ୍ରିୟା ଏମିତି କରିଥିଲେ? କରିନଥିଲେ। କାରଣ ସେ ବହିରେ ନବୀନ ପଟ୍ଟନାୟକଙ୍କର ପ୍ରଶଂସା ବି ଥିଲା, ସମାଲୋଚନା ବି ଥିଲା। ସେତେବେଳେ ନବୀନ ପଟ୍ଟନାୟକ ବା ବିଜେଡି ଲୋକମାନେ ବରଂ ଭାବିଲେ ଏଇଟା ତାଙ୍କ ପାଇଁ ଲେଖା ହେଇଛି ବୋଲି। ସେଇ ଲୋକ ପୁଣି ଯେତେବେଳେ ଏଇଟାକୁ ରିଭାଇଜ କରିକି କେବଳ ପାଣ୍ଡିଆନ ଚାପ୍ଟରକୁ ଆଡ କରୁଛି, ତାକୁ ନେଇ ପ୍ରତିକ୍ରିୟା ହଉଛି। କାହିଁକି ହଉଛି ନା ସେଇଟା କିଏ କରୁଛନ୍ତି? ଆପଣ ଦେଖିବେ ବିଜେଡିର ଯୋଉମାନେ ପାଣ୍ଡିଆନ ଧର୍ମୀ ଲୋକ ସେଇମାନେ। କାରଣ ସେ ବିଜେଡି ଉପରେ ପାଣ୍ଡିଆନ ପ୍ରଭାବ କେତେ ସେ ଇଲେକ୍ସନ ପାର୍ଟି ହାରିଗଲା ପରେ ମଧ୍ୟ ରହିଛି, ଏଇଟା ତାର ଗୋଟେ ପ୍ରମାଣ। ତାହେଲେ ଏମିତି କେମିତି କରନ୍ତି ସେମାନେ? ପ୍ରସନ୍ନ ଆଚାର୍ଯ୍ୟ କଣ କହିଛନ୍ତି ଦେଖନ୍ତୁ। ପ୍ରସନ୍ନ ଆଚାର୍ଯ୍ୟ ଏଇଭଳି ମତ ଦଉନାହାନ୍ତି, ଏବଂ ଏକଥା ମଧ୍ୟ କହିଛନ୍ତି ଯେତେବେଳେ ରୁବେନ ବାନାର୍ଜୀ ଏଠି ଥିଲେ, ସାମ୍ବାଦିକ ଭାବରେ ଥିଲେ, ବିଜୁ ଜନତା ଯେତେବେଳେ ଗଢା ହେଲା ସେ ଯେତେବେଳେ ଥିଲେ, ଦେଖିଛନ୍ତି, ସବୁ ଲୋକଙ୍କୁ ଜାଣିଛନ୍ତି, ଅତି ଘନିଷ୍ଠ ଭାବରେ ସମସ୍ତଙ୍କୁ ଦେଖିଛନ୍ତି, ଏବଂ ତାଙ୍କ ଇନଫର୍ମେସନ ବେସରେ ସେ ଲେଖିଛନ୍ତି। ମୁଁ କହିଲି ମୁଁ ବହି ପଢିନି, କିନ୍ତୁ ସିଏ ଜଣେ ଅବଜେକ୍ଟିଭ ଜର୍ଣ୍ଣାଲିଷ୍ଟ, ଏବଂ ସେ କୌଣସି ପ୍ରତିକ୍ରିୟା ପ୍ରକାଶ କଲେ କି? କରୁଛନ୍ତି କୋଉମାନେ? ଯୋଉମାନେ ସମ୍ପୂର୍ଣ୍ଣ ଭାବରେ ପାଣ୍ଡିଆନଙ୍କ ଦ୍ଵାରା ନିୟନ୍ତ୍ରିତ ହେଇକି ଗଲା କେତେ ବର୍ଷ ହେଲା କାମ କରୁଥିଲେ, ସେଇ ଗୋଷ୍ଠୀ ଏମିତି କରୁଛନ୍ତି। ତାଙ୍କର କଣ ଉଦ୍ଦେଶ୍ୟ ମୁଁ ଜାଣିନି, କିନ୍ତୁ ଏଇଟା କରିବା ଫଳରେ ସେ ବହିରେ ଯାହା ଲେଖିଛନ୍ତି ସେଇଟାକୁ ଏମାନେ ସତ୍ୟ ବୋଲି ପ୍ରମାଣ କରୁଛନ୍ତି। ସାହି ସତ୍ୟ ଘଟଣା ଏଥିରେ କଣ୍ଟ୍ରୋଲ ଦଳ ଗଲା ପରେ ମଧ୍ୟ ବି କ୍ଷମତାରୁ ସେମାନେ ତଥାପି ସେ ପାଣ୍ଡିଆନ ନିୟନ୍ତ୍ରଣରେ ଅଛନ୍ତି। ବହୁତ ଗଭର୍ଣ୍ଣମେଣ୍ଟ ଆଣ୍ଡ ପାର୍ଟି ଦିଟାକୁ ତ କଣ୍ଟ୍ରୋଲ କରିନେଲା ନା, ସେ କରିଦେଇଥିଲା। ଗଭର୍ଣ୍ଣମେଣ୍ଟ ତ ସୁପର ଚିଫ ମିନିଷ୍ଟର, ପାର୍ଟିର ମଧ୍ୟ ସୁପର ହେଡ। ଗଲା ନିର୍ବାଚନ ସେ ହିଁ ତ କ୍ୟାମ୍ପେନ କଲା ନା। ଅନେକ କହୁଥିଲେ କି ଷ୍ଟାର ପ୍ରଚାରକ ଯୋଉମାନେ କହୁଛନ୍ତି ତାଙ୍କୁ ତ ଆମେ ପ୍ରଚାର କରିବା ଗଲା ନିର୍ବାଚନ ଦେଖିନୁ, ତାଙ୍କ ନିର୍ବାଚନ ବାହାରେ ଆଉ କୋଉଠି ପ୍ରଚାର କରିଛନ୍ତି? କରିନାହାନ୍ତି ତ, କାହିଁ କରିନାହାନ୍ତି?